ଅଳ୍ପକେ ବତିଗଲେ 50 ବସ୍ ଆରୋହୀ। ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି ଜଟଣୀ ମୁଖ୍ୟ ରାସ୍ତାର କାକୁଡିଆଠାରେ। ସକାଳୁ ସକାଳୁ ସାଇରାମ ନାମକ ଏକ ବସ୍ ତାର ଯାତ୍ରୀମାନଙ୍କୁ ଧରିକି କଣ୍ଟିଲ ଅଭିମୁଖେ ଯାଉଥିବା ବେଳେ କାକୁଡିଆ ଛକଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆପଣ ସିଧାସଳଖ ଚିତ୍ର ଦେଖୁଥିବେ, ଇଏ ହେଉଛି ଦୁର୍ଘଟଣା ସ୍ଥଳର ଚିତ୍ର। ଏଠି ଜଟଣୀ ପଟୁ ଏକ ହାଇୱା ଗାଡ଼ି ପିପିଲି ଅଭିମୁଖେ ଆସୁଥିବା ବେଳେ କାକୁଡିଆ ଛକରେ ଆକ୍ସିଡେଣ୍ଟ ହେଇଛି। ଇଏ ହେଉଛି ସେହି ତାଜା ଚିତ୍ର, ଯାହା ଫଳରେ ଅନେକ ସମୟ ଧରି ଏଠାରେ ରାସ୍ତା ଜାମ୍ ହେଇଛି ଏବଂ ରାସ୍ତାର କିଭଳି ଜାମ୍ ନ ହେବ ତାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚି। ଏ ହେଉଛି ଲମ୍ବା ଦୃଶ୍ୟ, ଆପଣ ଦେଖୁଥିବେ ଅନେକ ବସ୍, ଅନେକ ଟ୍ରକ୍ ଏବଂ ଅନେକ ଗାଡ଼ି ଏଠି ଜାମ୍ ହୋଇ ରହିଛି ଏବଂ ରହିଯାଇଛି, ଯାଇପାରୁନାହାନ୍ତି। ସେଥିପାଇଁ ପୋଲିସ ଆଜି ପହଞ୍ଚିଛି। ଇଏ ହେଉଛି ସେଇ ହାଇୱା ଗାଡ଼ି ଯୋଉ ହାଇୱା ଗାଡ଼ି ଆକ୍ସିଡେଣ୍ଟ କରିଛି। ଏହାକୁ ଘଟଣାସ୍ଥଳରେ ଆକ୍ସିଡେଣ୍ଟ କରିସାରିବା ପରେ এই ହାଇୱା ଗାଡ଼ିର ଯିଏ ଥିଲେ ଡ୍ରାଇଭର ସେ ଫେରାର ହୋଇଯାଇଛନ୍ତି ଏବଂ ଆକ୍ସିଡେଣ୍ଟର ସମ୍ମୁଖୀନ ହେଇଥିବା এই ବସ୍ଟି ମଧ୍ୟ ଏଠାରେ ଉପସ୍ଥିତ ରହିଛି। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ବସ୍ଟି ଆକ୍ସିଡେଣ୍ଟ ହେଇଛି ଏଠି ଡ୍ରାଇଭରଙ୍କର ଅଳ୍ପକେ ବସିଛନ୍ତି। ତାଙ୍କର କିଭଳି ହୋଇଥିଲା ଆକ୍ସିଡେଣ୍ଟ, କ'ଣ ଥିଲା ସେ ବିଷୟରେ ମଧ୍ୟ ଆଲୋଚନା କରିବା ଏବଂ ଆଉ ଗୋଟେ କଥା, ଯେତେବେଳେ ବସ୍ ଆରୋହୀରେ ବସ୍ ଭିତରେ ଯେତେବେଳେ ବସ୍ ଯାତ୍ରୀମାନେ ଥିଲେ ସେମାନଙ୍କ ପରିସ୍ଥିତି ଏବେ କ'ଣ ଅଛି ସେ ବିଷୟରେ ଆଲୋଚନା କରିବା। କ'ଣ କହିବେ ଆଜ୍ଞା, ଆପଣ କ'ଣ ଏ ଗାଡ଼ିର ଡ୍ରାଇଭର ବସ୍ର? କ'ଣ ଆକ୍ସିଡେଣ୍ଟ କେମିତି କ'ଣ ହେଲା? ଆକ୍ସିଡେଣ୍ଟ ହେଲା କ'ଣ, ମୁଁ ପାସେଞ୍ଜର ନେଇକି ଯାଉଥିଲି ମୋ ଜାଗା ଗନ୍ତବ୍ୟ ସ୍ଥଳକୁ। ହାଇୱା ବାଲାର ପରିସ୍ଥିତି ଦେଖିଲି ଯେତେବେଳେ ମୁଁ ଗାଡ଼ି ପୁରା ସାଇଡ୍ ହେଇକି ଠିଆ ହେଇଗଲି। ତାକୁ ହର୍ନ ମାରୁଛି, ପାଖାପାଖି ହେଲା ଭିତରେ ସେ ଶୋଇପଡ଼ିଛି, ଆଖି ବୁଝିଛି ତାର। ମୁଁ ତାକୁ ଯେତେ ଜୋରେ ହର୍ନ ମାରୁଛି ସେ ତଥାପି ଶୁଣୁନାହିଁ। ଆଣିକି ଦୂରକିନା ବାଡ଼େଇ ଦେଲା ମୋ ଗାଡ଼ିଟାକୁ। ବାଡ଼େଇ ଦେଲା, ଲୋକ ଖଣ୍ଡିଆ ଖାବରା ହେଇଗଲା। ମୋ ଷ୍ଟେରିଂ ଚିପି ଦେଲା, ମୁଁ ବାହାରି ପାରିଲିନି। 10 ମିନିଟ୍ ପରେ ମତେ ଲୋକ ସାହାଯ୍ୟ କରିବାରୁ ମୁଁ ବାହାରିଲି ତା ଭିତରୁ। ତାପରେ ହାଇୱା ଡ୍ରାଇଭର ତ ଅନେଇକି ଆଜ୍ଞା ସେ ତାର ଚପଟ ମାରିଛନ୍ତି ଆଉ। ବସ୍ରେ ଆପଣଙ୍କର ଯୋଉ ଯାତ୍ରୀମାନେ ଥିଲେ ସେମାନେ କୋଉଠି ଅଛନ୍ତି, କେମିତି କ'ଣ କଲେ? ଯାତ୍ରୀମାନେ ସବୁ ଅଟୋ ସବୁ ଯାତାୟାତ ମାନେ ଯାହା ଯେମିତି ସବୁ ସୁବିଧା କରି ଗାଡ଼ି ଫାଡ଼ି ସବୁ ଭଲ ମନ୍ଦ କରି କଣ୍ଡକ୍ଟର ଆମର ତାଙ୍କୁ ସବୁ ପଇସା ପତ୍ର ଦେଇ ଆଉ ଯାହାର ଯାହା ଥିଲା ସବୁ ତାଙ୍କୁ ଦେଇକି ବିଦା କଲେ ଆଉ। କହିଲେ ଆଉ ଯାଆନ୍ତୁ, ଗାଡ଼ି ତ ଯାଇପାରିବନି, ଆଉ ଲୋକମାନଙ୍କୁ କ'ଣ ରଖିହବ କି, ସେମାନଙ୍କୁ ବିଦା କରାଗଲା। ଏବେ ଇଏ ଥିଲା ବସ୍ ଚାଳକଙ୍କ ପ୍ରତିକ୍ରିୟା। ଆପଣ ବସ୍ର ଚିତ୍ର ମଧ୍ୟ ଦେଖୁଥିବେ। ସିଧାସଳଖ ମୋ ସହଯୋଗୀ କହିବି ବସ୍ର ଚିତ୍ର ଦେଖାଇବାକୁ। ଆକ୍ସିଡେଣ୍ଟଟି ଏତେ ମାତ୍ରାରେ ଥିଲା ବା ଏତେ ଜୋରରେ ଥିଲା, ଏ ଯୋଉ ବସ୍ର ଆଗପଟ ସମ୍ପୂର୍ଣ୍ଣ ଚେପା ହେଇଯାଇଛି ଏବଂ ଷ୍ଟେରିଂ ପଟ ମଧ୍ୟ ଜାମ୍ ହେଇଛି। ଏ ବିଷୟରେ ଆମେ ଆଲୋଚନା କରିବା। ସ୍ଥାନୀୟ ଯୁବକମାନେ ଯୋଉମାନେ ଅଛନ୍ତି ସେମାନେ ଏଠି କେମିତି କ'ଣ ଦେଖିଲେ, ଆକ୍ସିଡେଣ୍ଟ କେମିତି କ'ଣ ହେଲା, ଭୁଲ କାହାର ରହିଛି, ଏମିତି କେତେ ଥର ହଉଛି, କ'ଣ କହିବେ ଆଜ୍ଞା? ଆପଣ ଏଠାରେ ବସ୍ ଦୁର୍ଘଟଣା ହେଇଛି, ଯେ କେମିତି କ'ଣ ଦୁର୍ଘଟଣା ହେଲା, କୋଉଠି ଭୁଲ ରହିଲା, ରାସ୍ତାର ସମସ୍ୟା ସକାଶେ ଏମିତି ହେଉଛି ନା ବସ୍ ଚାଳକ କିମ୍ବା ହାଇୱା ଚାଳକଙ୍କର ଭୁଲ ପାଇଁ ଏଭଳି ସବୁ ପରିସ୍ଥିତି ସୃଷ୍ଟି ହେଉଛି? ଆମେ ମାଛ କିଣୁଥିଲୁ ରୋଡ ଉପରେ, ପିପିଲି ଆଡୁ ଆଉଛି ଷଣ୍ଢ ବସ୍ ଆଉ ହାଇୱା ହଉଛି ଜଟଣୀ ଆଡୁ। ବସ୍ ଆଇଲା ବେଳେ ବସ୍ ତା ବାଟରେ ଯାଉଛି, ହାଇୱା ଡ୍ରାଇଭର ଶୋଇକି ବସ୍ ଗଲା ହର୍ନ ମାଇଲା ବୋଲି ଡ୍ରାଇଭର ଅନେଇଲାନି, ଆଣି ବାଡ଼େଇଲା। ଯେମିତି ଯାତ୍ରୀ ମାନଙ୍କର ଖଣ୍ଡିଆ ପଟି ଆଇ ମେଡିକାଲ ଆମେ ପଠେଇଲୁ 108 ଡାକି। ମେଡିକାଲ ପଠେଇକି ଯାଇକି ଖୋର୍ଦ୍ଧା ଯାଇକି ପିପିଲି ଯାଇକି ହାଇୱାର ସବୁ ଭୁଲ ଆଉ। ହାଇୱା ଡ୍ରାଇଭର ମଦ ପିଇକି ଗାଡ଼ି ଚଲାଉଛି ଆଉ, ରାତିରେ ଶୋଉଛି। ନିଶ୍ଚିତ ଭାବେ ସଙ୍ଗୀନ ଅଭିଯୋଗ, ମଦ ପିଇକି ମଧ୍ୟ ଗାଡ଼ି ଚଲାଉଛନ୍ତି। ଆଉ କିଛି ଲୋକଙ୍କୁ ଆମେ ପ୍ରତିକ୍ରିୟା ନବା ଯେ କିଭଳି କ'ଣ ଆକ୍ସିଡେଣ୍ଟ ହେଲା, କାହିଁକି ହେଲା, ଏଥିପାଇଁ ଦାୟୀ ମଧ୍ୟ କିଏ? ଯେତେବେଳେ ଅଭିଯୋଗ ଆସୁଛି, ଅଭିଯୋଗ ଆସିବା ପରେ ପ୍ରଶାସନ ଏହା ଉପରେ ସଜାଗ ହେବା ଦରକାର। ବାରମ୍ବାର ଆମେ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ କରୁଛୁ, ରାସ୍ତା ମଧ୍ୟ ସମସ୍ୟା ଖରାପ ରହୁଛି, ରାସ୍ତାର ମଧ୍ୟ ଠିକ ଭାବରେ କାମ ହୋଇପାରୁନି। ସେଥିପାଇଁ ମଧ୍ୟ ହୋଇପାରେ, ରାସ୍ତା ଯେହେତୁ ବଡ଼ ରାସ୍ତା ରହିଛି, ବହୁତ ବଡ଼ ବଡ଼ ଖାଲ ମଧ୍ୟ ରହିଛି। ଆମେ ଆଉ କିଛି ଲୋକଙ୍କ ପ୍ରତିକ୍ରିୟା ନେବା। କ'ଣ କହିବେ ଆଜ୍ଞା, ଏଇ ଯୋଉ ଆକ୍ସିଡେଣ୍ଟ ହେଲା କେମିତି କ'ଣ ଥିଲା ଏଇ ଆକ୍ସିଡେଣ୍ଟ? ଆମେ ତ ଲୋକଙ୍କୁ ଚିହ୍ନିବା କଥା, ହାଇୱା ଡ୍ରାଇଭର ସିଆଡ଼ୁ ପୁରା ରାତିରେ ମରମ ବୁଆଉଛି, ଟାଇମ୍ ନେଇ ତାକୁ ରାତିରେ 24 ଘଣ୍ଟା ମରମ ବୁଆଉଛି, ସିଆଡ଼ୁ ପୁରା ଶୋଇକି ଆଇଛି। ବସ୍ ଡ୍ରାଇଭର ଦେଖିକି ହାଇୱା ଡ୍ରାଇଭର ଶୋଇପଡ଼ିଛି, ଇଏ ଲୋକଙ୍କୁ ବଞ୍ଚେଇବା ପାଇଁ ଅଟୋମେଟିକ୍ ବ୍ରେକ୍ ମାରିଛି, ହାଇୱା ଆସିକି ବାଡ଼େଇଛି ଆଉ। ନିଶ୍ଚିତ ଭାବେ ହାଇୱା ଡ୍ରାଇଭର ଭୁଲ ଥିବ ବୋଲି ଅନୁମାନ କରାଯାଇପାରୁଛି। ଆମେ ଏପଟ ଚିତ୍ର ମଧ୍ୟ ଦେଖେଇବା ଯେ ହାଇୱାର ସ୍ଥିତି ମଧ୍ୟ କେମିତି ରହିଛି। ହାଇୱାର ଯଦି କହିବା ଆମେ ଆଗପଟ ସାମାନ୍ୟ ଚେପା ହେଇଛି ସତ, କିନ୍ତୁ ହାଇୱାର ଡାହାଣ ପଟକୁ ବସ୍ର ମଧ୍ୟ ଡାହାଣ ପଟ ଆକ୍ସିଡେଣ୍ଟ ହେଇଛି। ଆଉ ଆକ୍ସିଡେଣ୍ଟର ରୂପ ଏତେ ଥିଲା ଯେ ଏଠି ବହୁତ ବଡ଼ ସାଉଣ୍ଡ ମଧ୍ୟ ହେଇଥିଲା, ଯେ ଯାହା ଫଳରେ ଏଠି ବହୁତ ବଡ଼ ଆକ୍ସିଡେଣ୍ଟରୁ ଲୋକମାନେ ମଧ୍ୟ ବଞ୍ଚିଗଲେ। ଏବଂ ଆମେ ମଧ୍ୟ କହି ରଖିବା, ଯେତେବେଳେ ଆକ୍ସିଡେଣ୍ଟ ହେଇଯାଉଛି ଏବଂ ଏଠାରେ ଯୋଉ ଡ୍ରାଇଭର ଯିଏ ଥିଲେ ସେ ଚମ୍ପଟ ମାରିଛନ୍ତି ଏବଂ ଡ୍ରାଇଭରଙ୍କୁ ଅଟକ ରଖିବା ପାଇଁ ଏଠି ସ୍ଥାନୀୟ ଲୋକମାନେ ମଧ୍ୟ ଦାବି କରୁଛନ୍ତି ଏବଂ ଯଥା ଶୀଘ୍ର ଏଠୁ ଯୋଉ ବସ୍ ରହିଛି ଏବଂ ଟ୍ରକ୍ ରହିଛି ଏମାନଙ୍କୁ ସାଇଡ୍ କରିବା ଦରକାର ଏବଂ ରାସ୍ତାରେ ଯାତାୟାତ ମଧ୍ୟ ସ୍ୱାଭାବିକ ହେବା ଦରକାର। ପିପିଲିରୁ ସନ୍ତୋଷ କୁମାର ପ୍ରଧାନ, ନକ୍ଷତ୍ର ନ୍ୟୁଜ୍।